जय जगन्नाथ मु आज आपण मानक नहीं जाऊँगी जगतसिंहपुर जिला कुजंगर महावीर महावीर प्राय लोक जानी केवल जगतसिंहपुर लोक जानी महावीर गोटे तीर्थस्थान एवं पिकनिक पॉइंट बहुत जिन रही बोटिंग भी सुविधा नहीं पारे अवश्य से बोटिंग अरे लोक बुलापी है नहीं माछ धरा सब तो से आप चाहिए भी से जगह बोट नहीं जाइए पिकनिक करेंगे लुणा नई अवस्थित अच्छी समुद्र अच्छी मुझे आज नहीं से पॉइंट आठ बहुत बहुत जिन अच्छी मुझे आपको बुले देखेबी महावीर तो चलते बुले जलखेटा तो आप देखिले होटेल हूँ राहामा राहामा दुकान बहुत टेस्टी जहाँ भी किसी खाइब बहुत टेस्टी थी राहामा दुकान अच्छी 70 टंकार आम दीज मो सांग आम दीज 70 टका पेट फुल आपको बेसी समय नष्ट कर चलो बर्तमान पहुँची गलु महावीर पाखापाखि हो गलु बहुत सुंदर जगह केमी लगुच जाग्रत ठीक है ठीक है फाइनाली आम आसी पहुँची गलु मंदिर रे महावीर मंदिर देखिपे गाड़ी फाड़ी सब रखे पूजा पूजी ये तो स्टैंड रही आउटे जो कला कलरटा पूजा हो मुझे से पोखरटा देखेबी जो चतुर्भुज अष्टप्रभु साई समय रे पानी उठा है से पोखरी अलग माछ धरा है फाइनल पहुंची गले ना पूरा पूरा बाली एरिया ये ठाकुर आविर्भाव होते मंदिर रहा भितर के जा सब लोकेशन खबर हाँ पोखरी जाए बहुत कौन हो जानी पर दल कड़ा हो दल तो कड़ा हो माछ भी ये बाहर माछ छड़ाए नहीं माछ छड़ाए माछ भी बाहर ये जी जहाँ मानसिक करें तार से पूरण होगा से बांधी देकी जाती गचर सब
ଏଇଟା ହେଉଛି ଯଜ୍ଞ ଘର, ଏଇଠି ଯଜ୍ଞ ହୁଏ। ଅଲଗା ପୂଜା ପର୍ବରେ ବି ଏଠି ଅନେକ ଦିନରେ ବି ଜାକଜମକର ଭାବେ ସଜାସଜି ହେଇଥାଏ। ଏଠି ପ୍ରଭୁ ଜଗନ୍ନାଥଙ୍କର ଗୋଟେ ଚିତ୍ର ହେଇଛି। ଆଉ ଘୋଡ଼ା ଧଳା ଘୋଡ଼ା ଥୁଆ ହେଇଛି। ପ୍ରଭୁ ଜଗନ୍ନାଥଙ୍କ ଚିତ୍ରଟା ହେଇଛି ଗଛରେ। ଏବେ ଆପଣଙ୍କୁ ମୁଁ ରୋଷେଇଶାଳା ଦେଖେଇବି। କେଉଁଠି ପ୍ରସାଦ ସବୁ ହୁଏ, ତିଆରି ହୁଏ, ସେଇଟା ମୁଁ ଆପଣଙ୍କୁ କେବେ ଦେଖେଇବି। ଆସନ୍ତୁ। ଏଇଟା ହେଉଛି ରୋଷେଇଶାଳ, ଯେଉଁଠି ପ୍ରତ୍ୟେକ ଦିନ ଏଠି ରୋଷେଇ ହୁଏ। ପ୍ରତ୍ୟେକ ଦିନ ଏଠି ପ୍ରସାଦ ତିଆରି ହୁଏ। ପ୍ରତ୍ୟେକଟି ଦିନ ଏମିତି କେଉଁ ଦିନ ନାହିଁ ଯେ ପ୍ରସାଦ ତିଆରି ହେଉନଥିବ। ପ୍ରତ୍ୟେକଟି ଦିନ ଏଠି ପ୍ରସାଦ ମିଳେ। ନେକ୍ସଟ ଲୋକେସନ୍ କ'ଣ ରହିବ? ନେକ୍ସଟ ଲୋକେସନ୍ ଗଡ଼ ପୂଜଙ୍କର କିଏ ସେ ଷଣ୍ଢ ରାଜାଙ୍କର। ଲୁଣା ନଈ ଯେଉଁଟା ମୁଁ ଆପଣଙ୍କୁ କହୁଥିଲି, ଲୁଣା ନଈ, ସେଇଟା ଏବେ ଆପଣଙ୍କୁ ଆମେ ଦେଖେଇବୁ। ଲୁଣା ନଈଟା ଏଇଟା ହେଉଛି ସେଇ ଲୁଣା ନଈ ଯେଉଁଟା କଥା ଆପଣଙ୍କୁ ଆମେ କହୁଥିଲୁ। ଏଇଟା ସେ ଲୁଣା ନଈ। ପାର୍କ କରିଦେବୁ, ତାପରେ ଆପଣଙ୍କୁ ନେଇକି ଦେଖିପାରୁଥିବେ କେତେ ସୁନ୍ଦର ଭ୍ୟୁ ଆସୁଛି। ହଁ ମୁଁ ଏକ୍ସାଇଟମେଣ୍ଟ ହେଇଛି। ପୁରା ତ ଚିଲିକା ଆଉ। ସେ ରଖିଦେନୁ ଆମେ ଏଇଟା। ଏଇ ଯେଉଁ ଡଙ୍ଗା ସବୁ ଆପଣମାନେ ଦେଖୁଛନ୍ତି, ଏ ଡଙ୍ଗା ସବୁ ମାଛ ଧରିବା ପାଇଁ ସମୁଦ୍ରକୁ ଯାଆନ୍ତି। ଆପଣମାନେ ଯଦି ଚାହିଁପାରିବେ, ଏ ନଈ ସେପଟେ ଜଙ୍ଗଲ ଅଛି, ସେଠି ପିକନିକ୍ ଲୁଣା ନଦୀ ନା ଲୋକ ଯାଆନ୍ତି। ତା ସେପଟକୁ ସମୁଦ୍ର, ଆପଣ ବି ଯଦି ଚାହିଁପାରିବେ ଜୁଆର ଆସିବ ଛାଡ଼ିବ। ଯାଇପାରିବେ, ସେ ସୁବିଧା ବି ଅଛି। କେତେ ମାନେ ମାଛ ଆଣିବା ପାଇଁ ମଝିରେ ଦେଖିଲି କେମିତି ଛୁଆ ଗୁଡ଼ା ବି ଯାଆନ୍ତି ସମୁଦ୍ରକୁ। ଏଇଟା ଲୁଣା ନଈ, ତା ସେପଟଟା ଦେଖିପାରୁଥିବେ ଜଙ୍ଗଲ, ତା ସେପଟକୁ ସମୁଦ୍ର। ଛୁଆ ଗୁଡ଼ା କେମିତି ଗାଧଉଛନ୍ତି, ମାଛ ମାରିକି ଆସିଛନ୍ତି। ସବୁ ମାଛ ମାରିକି ସବୁ ଆସିଛନ୍ତି। ଡଙ୍ଗାରେ ବସିବୁ କି ଏଇଠି? ଡଙ୍ଗା ଏଇଟା ରିସେଣ୍ଟ ଆସି ଥୁଆ ହେଲା, ଜାଲ ହେଇଥିଲା ମାଛ ମରା ହେଇକି। ଦେଖନ୍ତୁ ଲୁଣା ନଈ, ପୁରୁଣା ଡଙ୍ଗା ଯେତିକ ସବୁ ଏଗୁଡ଼ା କ'ଣ? ତ କିଛି କାମ ଲାଗିବନି, ଲାଷ୍ଟକୁ ଜଳ ହବ। ଏଗୁଡ଼ା ଶାମୁକା ଗୁଡ଼ାକ, ଦେଖି ଯାଇ ନ ଚାଲିଲେ ଗୋଡ଼ ହାତ କଟିଯିବାର ବି ସମ୍ଭାବନା ରହିଛି। ଡଙ୍ଗା ଗୁଡ଼ା ପଡ଼ିଛି। ଜାଗା, ବହୁତ ସୁନ୍ଦର ଜାଗା। ଥରେ ଆସି ଗୋଟେ ଥର ବୁଲି ଯାଆନ୍ତୁ। କେତେ ଜାଣିପାରିବେ ମହାବୀର କେତେ ସୁନ୍ଦର ଜାଗା, କେତେ ସୁନ୍ଦର ପରିବେଶ। ମାଛ ଗନ୍ଧି ସବୁ ରହିଛି। ସମୁଦ୍ରରୁ ଯେତିକ ମାଛ ଧରା ହେଇକି ଆସେ, ଫ୍ରେଶ ମାଛ ପୁରା ମିଳେ ନା କି? ଏଇଠୁ ସବୁ ବେପାରୀମାନେ ଆସିକି ମାଛ ନିଅନ୍ତି। ଡଙ୍ଗାରେ ବସିଲେ କ'ଣ ପାଟିବେନି? ଏ ମଉଜ ଜଣକ ବସିଥିଲେ, ଆମେ ତାଙ୍କୁ ପଚାରିଲୁ। ଫ୍ରେଶ ମାଛ ଯାହାର ଦରକାର ଏଇଠି ଆସିବେ।
गाना चाहे बहे गाना। ଇଏ ଥିଲା କିଛି ସୁନ୍ଦର ଦୃଶ୍ୟ କୁଜଙ୍ଗ ମହାବୀର ପୀଠର। ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ ପୁଣି ଗୋଟେ ନୂଆ ଜାଗାରେ। ରହିଲୁ, ନମସ୍କାର।